ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ ବର୍ତ୍ତମାନ ଆଜି ଆମେ ଦେଖିବା ନୂଆ ବହି ଯେଉଁ ଆସିଯାଇଛି ଆମର ଷଷ୍ଠ ଶ୍ରେଣୀର ଓଡ଼ିଆ ବହି, ଯେଉଁଟାର ନାଁ ହେଉଛି ଆମର ସାହିତ୍ୟ ସୁଧା। ଠିକ୍ ଅଛି, ତ ଚାଲ ବର୍ତ୍ତମାନ ଆମେ ଗୋଟେ ଗୋଟେ କରି ଦେଖିବା। ଠିକ୍ ଅଛି, ତା ପୂର୍ବରୁ ଆମେ ପ୍ରଥମେ ଦେଖିବା କ'ଣ କ'ଣ ତୁମର ସୂଚୀପତ୍ର ରହିଛି। ପ୍ରଥମ ପାଠଟି ରହିଛି ତୁମର ଜନ୍ମଭୂମି। ଠିକ୍ ଅଛି, ପ୍ରଥମ ପାଠଟି ରହିଛି ତୁମର ଜନ୍ମଭୂମି ହେଲା। ତ ପଦ୍ୟଟି ଏଇଟା, ତ ଆକୁ କିଏ ଲେଖିଛି? ମଧୁସୂଦନ ରାଓ। ଠିକ୍ ଅଛି, ଦ୍ୱିତୀୟ ପାଠଟି ରହିବ ତୁମର ହକି। ଏଇଟା ଗୋଟେ ଗଦ୍ୟ, ଏଇଟା ହେଉଛି ସଂଗୃହୀତ ମାନେ ଅଣାଯାଇଛି ଏଇଟା। ଠିକ୍ ଅଛି, ନେକ୍ସଟ ଦେଖିବା ତୁମର ଆସିବ କ'ଣ ନା ପର୍ବତରାଣୀ କଳ୍ପନା ଦାସଙ୍କ ବିଷୟରେ ଲେଖାଯାଇଛି ହେଲା। ପଠନ ନିମନ୍ତେ କେବଳ ପଢ଼ିବ ହେଲା, ଏଇଟା ସଂଗୃହୀତ କରାଯାଇଛି ଅଣାଯାଇଛି। ତ ବର୍ଷା କବିତା ତାପରେ ଆସିବ ପଦ୍ୟଟି, ତ ଏଇଟା କିଏ ଲେଖିছে? ଜଗନ୍ନାଥ ଦାସ। ତାପରେ ତୁମର ଆସିବ ଠକି ବସିଲେ ଠକିଯିବ, ତ ଏଇଟା ଗୋଟେ ଗଳ୍ପଟା, ଏଇଟାକୁ ଲେଖିଛନ୍ତି ବଂଶୀଧର ଦାସ। ଠିକ୍ ଅଛି, ନେକ୍ସଟ ତୁମର ରହିବ ନୀତି ବଚନ, ଏଇଟା ଗୋଟେ ପଦ୍ୟଟା, ତ ଏଇଟାକୁ ଲେଖିଛନ୍ତି କିଏ? ରାମକୃଷ୍ଣ ନନ୍ଦ। ତାପରେ ନେକ୍ସଟ ରହିବ ମୋ ଜୀବନର ଅଭୁଲା କଥା, ଏଇଟା ଗୋଟେ ଆତ୍ମକଥାଟା, ଏଇଟାକୁ ଲେଖିଛନ୍ତି ସତ୍ୟନାରାୟଣ ରାଜଗୁରୁ। ଏଇଟା ଆଗରୁ ଥିଲା ଏ ପାଠଟା ହେଲା। ନେକ୍ସଟ ଉତ୍କଳ ସନ୍ତାନ, ଏଇଟା ଗୋଟେ ପଦ୍ୟ, ଏଇଟାକୁ ଲେଖିଛନ୍ତି ମଧୁସୂଦନ ଦାସ। ଠିକ୍ ଅଛି, ତାପରେ ଆସିବ ତୁମର 8 ନମ୍ବର ପାଠଟା ଛଉ ନୃତ୍ୟ ଉପରେ, ଏଇଟା ଗୋଟେ ଗଦ୍ୟ, ଏଇଟା ଲେଖିଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ। ତାପରେ ଉଠିଲୁ ଏଡ଼େ ବେଗି କାହିଁକିରେ, ଏଇଟା ଗୋଟେ ଗଦ୍ୟ ହେଲା, ଏଇଟା ଲେଖିଛନ୍ତି ଗୋପାଳ କୃଷ୍ଣ ପଟ୍ଟନାୟକ। ତାପରେ 10 ନମ୍ବର ପାଠ ରହିବ ତୁମର ତିନୋଟି ବର, ଏଇଟା ଗୋଟେ ଗଳ୍ପ, ଏଇଟା ଲେଖିଛନ୍ତି ବିବେକାନନ୍ଦଙ୍କର କଥା ଉପନିଷଦରୁ ସଂଗୃହୀତ କରାଯାଇଛି ଅଣାଯାଇଛି। ତାପରେ ରହିବ ଚେତକର ବୀରତା, ଏଇଟା ଗୋଟେ ପଦ୍ୟ, ଏଇଟାକୁ ଲେଖିଛନ୍ତି ମୂଳ ହିନ୍ଦୀ ଶ୍ୟାମନାରାୟଣ ପାଣ୍ଡେ ଲେଖିଛନ୍ତି ହେଲା। ମୂଳ ଆର ହିନ୍ଦୀ, ଏଇଟାକୁ ଲେଖିଛନ୍ତି ହିନ୍ଦୀରୁ ଏଇଟାକୁ ଟ୍ରାନ୍ସଲେଟ୍ କରାଯାଇଛି। ତାପରେ ପାଠଟା ରହିବ ଭ୍ରମଣକାରୀର ପତ୍ର, ଏଇଟା ଭ୍ରମଣ କାହାଣୀ ଜଣଙ୍କର, ତାର ରାଧାନାଥ ରାୟଙ୍କର। ତାପରେ ଇଏ ଗୋଟେ ଆମର ରହିବ ଗଦ୍ୟଟା, ପଦ୍ୟଟା ହେଲା। ତାପରେ ରହିବ ବୃକ୍ଷଲତା ଆମର ବନ୍ଧୁ, ଏଇଟା ଗୋଟେ ଗଦ୍ୟ, ଏଇଟାକୁ ଲେଖିଛନ୍ତି ଡକ୍ଟର ଜଗନ୍ନାଥ ମହାନ୍ତି। ତାପରେ ଆପଣଙ୍କର ରହିବ ଶବ୍ଦକୋଷ ବା କଠିନ ଶବ୍ଦ ଯେଉଁଟା ଡିକ୍ସନାରୀ ଟାଇପ୍ର। ତାପରେ ପ୍ରହଳିକାର ଉତ୍ତର। ଠିକ୍ ଅଛି, ଏତିକି ଅଛି। ନେକ୍ସଟ ଚାଲ ପ୍ରଥମେ ଆମେ ଦେଖିବା ପାଠଟି ଜନ୍ମଭୂମି ପଦ୍ୟଟିକୁ ହେଲା, ଗୀତଟିକୁ ହେଲା। ତାକୁ କିଏ ଲେଖିଛନ୍ତି? ମଧୁସୂଦନ ରାଓ। ଠିକ୍ ଅଛି, ଚାଲ ବର୍ତ୍ତମାନ ଦେଖିବା ଜନ୍ମଭୂମି ପ୍ରଥମ ପାଠ ହେଲା, ଷଷ୍ଠ ଶ୍ରେଣୀ। ତ ଜନ୍ମଭୂମି ହେଲା, ରାଗ ଆଉ ଚୋଖୀ, ଏଇଟା ଦେଖ ପିଲାମାନେ, ମୁଁ ତୁମକୁ ଏମିତି ଗୀତ ମାଧ୍ୟମରେ କହିପାରିବି, ମୁଁ ଯେମିତି ବୁଝିବା କଥା ବୁଝେଇଦେବି ତୁମମାନଙ୍କୁ। ଜନ୍ମଭୂମି କହିଲେ ତୁମର ଯେଉଁଠି ଜନ୍ମ ହେଇଛ ହେଲା, ତୁମେ ସେଇଟାକୁ ଭାବିପାର ତୁମର ଗାଁ, ତୁମେ ଭାବିପାର ତୁମର ପଞ୍ଚାୟତ, ତୁମେ ଭାବିପାର ତୁମର ବ୍ଲକ, ତୁମେ ଭାବିପାର ତୁମର ଜିଲ୍ଲା, ତୁମେ ଭାବିପାର ତୁମର ରାଜ୍ୟ, ନାହିଁ ଯଦି ତୁମେ ଦେଶ ମଧ୍ୟ ଭାବିପାର। ଠିକ୍ ଅଛି, ତ ଦେଖ, ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ଠିକ୍ ଅଛି, ଏହାର ଅର୍ଥ ହେଲା ତୁହି ମା ଜନ୍ମଭୂମି, ଜନ୍ମଭୂମି ମାନେ ଜନ୍ମଭୂମି, ତୁହି ମାନେ ତୁ ହେଲା, ତୁ ନିଜେ ହେଉଛୁ ଆମର ଜନ୍ମଭୂମି, ଜନ୍ମଦାତ୍ରୀ, ପବିତ୍ର ଭାରତ ଭୂମି। ଏଠି କାହାକୁ ନିଆହେଇଛି ଜନ୍ମଭୂମି ବୋଲିକି? ନା ଭାରତକୁ ଜନ୍ମଭୂମି ବୋଲି କହିଛନ୍ତି କବି। ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ସରବେ ଅର୍ଥ ସର୍ବେ, ସମସ୍ତେ, ସମସ୍ତେ ହେଲା, ଆମେ ସମସ୍ତେ ହେଉଛୁ ତୋର ସନ୍ତାନ, ସନ୍ତାନ ଅର୍ଥ ପୁଅ ହେଲା, ପୁଅ ଝିଅ ହେଉଛୁ ତୋର ମାନେ। ତାପରେ ଦେଖ ନେକ୍ସଟ ଦେଖ, ତାପରେ ରହିଲା ତୋର ଶ୍ରୀଚରଣେ, ତୋର ଶ୍ରୀଚରଣେ ମାନେ ପାଦ ତଳେ, ପାଦ ତଳେ ହେଲା, ତୋର ପାଦ ତଳେ ସେବା ପାଇଁ ମନ ପ୍ରାଣ ଦେବା ହେଲା, ତୋର ହିଁ ସେବାରେ ଆମେ ସମସ୍ତେ ମନ ପ୍ରାଣ ଦେବୁ। ଆଉ କ'ଣ ନା ଗାଇବୁ ତୋହର ନାମ ଆନନ୍ଦ ରବେ, ରବେ ହେଲା, ଗାଇବା, ଗାଇବା ମାନେ ସମସ୍ତେ ଗୀତ ଗାଇବେ ତୋର ହିଁ ନାମକୁ ହେଲା, ଜନ୍ମଭୂମିର ନାଁକୁ ବା ଭାରତ ଭୂମିର ନାଁକୁ ସମସ୍ତେ ଆନନ୍ଦରେ ରବେ, ରବେ ମାନେ ବୋଲିବେ ହେଲା, ବୁଝିପାରିଲ? ନେକ୍ସଟ ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଆଉ କ'ଣ କହୁଛି ନା ତୋ ଆନନ୍ଦରେ ହିଁ ବା ତୋର ଖୁସିରେ, ଆନନ୍ଦ ମାନେ ଖୁସିରେ, ତୋ ଖୁସିରେ ଆମେ ସମସ୍ତେ ସୁଖୀ ହେବୁ। ଆଉ କ'ଣ ନା କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ, ମାନେ ଆମେ ସମସ୍ତେ ତୋର ଦୁଃଖରେ ହିଁ ଆମେ କାନ୍ଦିବୁ ହେଲା, ତୋ ସୁଖରେ ସୁଖୀ ଆଉ ତୋ ଦୁଃଖରେ ଦୁଃଖୀ ହେବୁ। ଠିକ୍ ଅଛି, ତାପରେ କ'ଣ ଦେଇଛି ପିଲାମାନେ ଦେଖ, ଚିତ୍ର ଦେଖୁଛ ନା କେତେ ସୁନ୍ଦର ହେଇଛି। ଧନ୍ୟ ମହିମା ତୋର ନାହିଁ ତାର ପଟାନ୍ତର, ହସ୍ତକରେ ହିମାଳୟ ପର୍ବତ ପର ହେଲା। ଆଉ କ'ଣ କହୁଛି ପିଲାମାନେ ନା ଧନ୍ୟ ମହିମା ତୋର, ତୋର ମହିମା ହେଲା ବହୁତ ଧନ୍ୟ ହେଲା, ତୋ ନାଁ ତୋର ଗୁଣ ଗାରିମା ବହୁତ ବଡ଼ ଉଚ୍ଚ କୋଟିର, ନାହିଁ ତାର ପଟାନ୍ତର ହେଲା, ନାହିଁ ତାର ପଟାନ୍ତର, ତୋତେ କେହି ହେଲେ ନିନ୍ଦା କରିପାରିବେ ନାହିଁ।
ବା ମୁଁ ତାକୁ ଭଲ ଭାବରେ ଏତେ ଯେ ତୋତେ ଭଲ ଭାବରେ ମୁଁ ବର୍ଣ୍ଣନା ବି କରିପାରୁନି ହେଲା। ମସ୍ତକରେ ହିମାଳୟ ପର୍ବତବର, ଆହୁରି ତୋର ମସ୍ତକରେ, ମସ୍ତକ ମାନେ ମୁଣ୍ଡ, ମସ୍ତକ ମାନେ କ'ଣ ପିଲାମାନେ ନା ମୁଣ୍ଡ ହେଲା। ତୋର ମୁଣ୍ଡରେ ହିମାଳୟ ଅଛି ହେଲା। ହିମାଳୟ ପର୍ବତକୁ ତୁ ଧରିଛୁ। ଦୁଇ ପାରୁଷେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଆହୁରି ଦୁଇ ପାର୍ଶ୍ୱରେ ତୋର ପାରୁଷେ ମାନେ ନିକଟରେ ବା ପାର୍ଶ୍ୱରେ ହେଲା। ଦୁଇ ପାଖରେ, ପାର୍ଶ୍ୱରେ ମାନେ ପାଖରେ, ତୋର ଦୁଇ ପାଖରେ କ'ଣ ଅଛି ଜଳଧି। ଜଳଧି ମାନେ କ'ଣ ନା ଜଳ ହେଲା। ଜଳକୁ ଯିଏ ଧରି ରଖେ ତାକୁ କୁହାହବ ଜଳଧି। ଏଇଟା ତୁମେ କ'ଣ କରିବ ପିଲାମାନେ ଜଳଧି ମାନେ ସମୁଦ୍ର ଲେଖିପାରିବ ହେଲା। ସମୁଦ୍ର କରିବ ସମୁଦ୍ର। ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଆହୁରି କ'ଣ ଅଛି ନା ବ୍ରହ୍ମପୁତ୍ର ଅଛି ଆଉ ସିନ୍ଧୁ ନଦୀ ଅଛି ହେଲା। ଏଇଟା ଗୋଟେ ନଦୀ ଯାକ ହେଲା। ସିନ୍ଧୁ ନଦୀ ସମସ୍ତେ ଜାଣିଛ ପିଲାମାନେ। ସିନ୍ଧୁ ନଦୀର ପାଣି କୁଆଡ଼େ ଯାଏ ନା ପାକିସ୍ତାନକୁ ଯାଏ। ଆମେ ଦେବାନି ନା ତାକୁ ଦେବାନି ହେଲା ହେଲା। ତାପରେ କ'ଣ ନା ଚରଣରେ ବିରାଜିତ ମହାସାଗର, ଆଉ କ'ଣ ତୋର ଚରଣରେ, ଚରଣରେ ମାନେ ପାଦ ଦେଶରେ, ପାଦ ଦେଶରେ, ତୋର ପାଦ ଦେଶରେ କ'ଣ ଅଛି ବିରାଜିତ ମହାସାଗର ହେଲା। ବିରାଜିତ ମାନେ ଅଛି ହେଲା। କ'ଣ ଅଛି ନା ମହାସାଗର ଅଛି। କି ମହାସାଗର ଅଛି? ଭାରତ ମହାସାଗର ନାଇଁ କି। ତାପରେ ପିଲାମାନେ ଦେଖ, ତାପରେ କ'ଣ ଅଛି ନା ଗଙ୍ଗା ଆଦି ବିନ୍ଧ୍ୟ ଗିରିବର କଟିରେ, ଗଙ୍ଗା ଆଦି କେତେ ନଦୀ ଶୋଭା ଶରୀରେ, ତୋର ଶରୀରରେ ଦେଇକିରି କେତେ ବିନ୍ଧ୍ୟ ଗିରିବର, ବିନ୍ଧ୍ୟ ଗିରିବର ହେଲା। ଗିରିବର ମାନେ ପୃଥିବୀ, ଗିରିବର ମାନେ ପାହାଡ଼ ପର୍ବତ ହେଲା। ତୋର ପାହାଡ଼ ପର୍ବତ କେତେ ଅଛି ହେଲା। କଟିରେ ମାନେ ଦେହରେ ହେଲା। ତୋ ଦେହରେ କେତେ ପାହାଡ଼ ପର୍ବତ ଅଛି। ଗଙ୍ଗା ଆଦି କେତେ ନଦୀ ଶୋଭା ପାଏ, ଗଙ୍ଗା ଭଳିଆ କେତେ ନଦୀ ତୋର ଦେହରେ ବହି ଯାଇଛି ନାଇଁ କି। ବୁଝିପାରୁଛ ନା ସମସ୍ତେ। ତାପରେ ଆମେ ନେକ୍ସଟ ଯିବା ହେଲା। ତାପରେ କ'ଣ ଅଛି ଦେଖ ନା ଜନ୍ମ ମିଳେ ତୋ କୋଳରେ କେତେ ସୁର ବୀର ନର, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦବ୍ୟାସ ବାଲ୍ମୀକି କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ ନାଇଁ କି। ଆହୁରି କ'ଣ କହିଛି ପିଲାମାନେ ନା ଜନ୍ମ ମିଳେ ତୋ କୋଳରେ, ଜନ୍ମ ମିଳେ ମାନେ ଜନ୍ମ ନେଲେ ହେଲା। ଜନ୍ମ ନେଲେ ତୋ କୋଳରେ ମାନେ ତୋ ଦେହରେ ବା ତୋ ଛାତିରେ। କ'ଣ ନା କେତେ ସୁର ବୀର, ସୁର ଆଉ ବୀର ହେଲା। ସୁର ମାନେ କ'ଣ ତ ସୁର କହିଲେ ଭଲ ଲୋକ ବା ଭଗବାନ ବି ହେଇପାରିବେ ହେଲା। ଆଉ ବୀର ମାନେ ସୈନିକ ବା ମହାପୁରୁଷ ମାନେ ଯିବେ ହେଲା। ନରେ, ନରେ ମାନେ ମଣିଷ, ନରେ ମାନେ କିଏ ମଣିଷ। ବୁଝିପାରୁଛ ଲେଖିଦେଉଛି କଠିନ ଶବ୍ଦ ଗୁଡ଼ିକୁ ଏଇଠି ହିଁ ଲେଖିଦେଉଛି ହେଲା। ତାପରେ କ'ଣ କହିଛି ନା ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ଭଳିଆ ବଡ଼ ବଡ଼ ମହାରଥୀ ବି ଜନ୍ମ ହେଇଛନ୍ତି। ରାମଚନ୍ଦ୍ର ମାନେ ତ ଭଗବାନ, ଭୀଷ୍ମ ଦ୍ରୋଣ ଏଇଟା ଗୋଟେ ମହାପୁରୁଷ ହେଲା ବା ଆମର ମହାରଥୀ ହେଲା। ମହାରଥୀ ମାନେ ସବୁ ତୋର ଶରୀର ବା ତୋ ଦେହରେ ବା ତୋ କୋଳରେ ଜନ୍ମ ହେଇଛନ୍ତି। ଆଉ କ'ଣ ମହାକବି ବେଦବ୍ୟାସ ବି ଜନ୍ମ ହେଇଛନ୍ତି ହେଲା। ଆଉ କ'ଣ ନା ବାଲ୍ମୀକି କାଳିଦାସ ଭଳିଆ ବଡ଼ ବଡ଼ କ'ଣ ମାନେ ଲେଖକ ବା ଲେଖିକା ଜନ୍ମ ବି ମଧ୍ୟ ହେଇଛନ୍ତି। ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଆଉ ତୋ ଭାରତ ଭୂମିର ହିଁ ଗୁଣ ସେମାନେ ଗାନ କରିଛନ୍ତି ବା ଲେଖିଛନ୍ତି। ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ଦେଖ ପିଲାମାନେ ଚୈତନ୍ୟାଦି ମାନେ ଚୈତନ୍ୟ ହେଲା। ଚୈତନ୍ୟ ଭଳିଆ ଲୋକ ହେଲା। ମହାତ୍ମା ଜନେ ଏଇଟା ଭଲ ଲୋକ, ମହାତ୍ମା ମାନେ ଭଲ ଲୋକ ହେଲା। ଜନେ ମାନେ ଲୋକ ହେଲା। ପ୍ରଚାରିଲେ ତୁମର ପ୍ରଚାର କଲେ, ବିଭୁ ନାମ ଆନନ୍ଦ ମନେ। ବିଭୁ ହେଲେ ଏଠି କିଏ? ଭଗବାନ ଶ୍ରୀକୃଷ୍ଣ ହେଲା। ଶ୍ରୀକୃଷ୍ଣଙ୍କର ଅନ୍ୟ ନାଁ ହେଲା ବିଭୁ ହେଲା। ବିଭୁ ଭଳିଆ ଲୋକକୁ ବା ଶ୍ରୀକୃଷ୍ଣଙ୍କୁ ସେମାନେ ଆନନ୍ଦ ମନରେ ତାଙ୍କର ପ୍ରଚାର କରୁଥିଲେ। ଆଉ କ'ଣ ଅଛି ପିଲାମାନେ ନା କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ। ଆହୁରି କ'ଣ କହିଛି ପିଲାମାନେ ନା କେତେ କେତେ ପୁଣ୍ୟବତୀ, କେତେ କେତେ ପୁଣ୍ୟବାନ ବା ପୁଣ୍ୟବତୀ ମାନେ ଭଲ ଲୋକ, ସ୍ତ୍ରୀ ଲୋକ ମାନେ କ'ଣ ହେଇଛନ୍ତି? କେତେ ପତିବ୍ରତା ସତୀ ମାନେ ସୀତାଙ୍କ ଭଳିଆ ସତୀ ଲୋକ ଜନ୍ମ ହେଇଛନ୍ତି ହେଲା କି ନାହିଁ। ଆଉ କ'ଣ ନା ମନ୍ଦୋଦରୀ ଭଳିଆ ସତୀ ଲୋକ ଜନ୍ମ ହେଇଛନ୍ତି ହେଲା। କେତେ ବୀର ନାରୀ, କେତେ ବୀର ଜନନୀ, ଆହୁରି କେତେ ବୀର ଆଉ କେତେ ନାରୀ ହେଲା। ଲକ୍ଷ୍ମୀବାଇ ଭଳିଆ ଲୋକ ଜନ୍ମ ହେଇଛନ୍ତି ଏଇ ପୃଥିବୀରେ, ଏଇ ଆମର ଭାରତରେ ଭୂମିରେ। କେତେ ବୀର ସୈନିକମାନେ ମଧ୍ୟ ଜନ୍ମ ହେଇଛନ୍ତି। ଗୋପବନ୍ଧୁ ଭଳିଆ କେତେ ସମାଜସେବୀ ଜନ୍ମ ହେଇଛନ୍ତି। ବୀର ଜନନୀ ଆଉ କେତେ ବୀର ଜନନୀ, କେତେ ମାତା ମଧ୍ୟ ଜନ୍ମ ହେଇଛନ୍ତି। ଯେମିତି କୌଶଲ୍ୟା ସୁମିତ୍ରା ଭଳି ମାତା ଜନ୍ମ ହେଇଛନ୍ତି। କୈକେୟୀ ବି ଭଲ ଲୋକ ଥିଲେ ବୁଝିଲା। ଆମେ କିନ୍ତୁ ତାଙ୍କୁ ଖରାପ ଅର୍ଥରେ ସିନା ନେଉଛନ୍ତି, କିନ୍ତୁ କୈକେୟୀ ମଧ୍ୟ ଭଲ ମାତା ଥିଲେ। ସେ ବି ଚାହୁଁଥିଲେ ଯେ ମୋ ପୁତ୍ର ବନକୁ ଯାଉ ଆଉ
କେମିତି ଲୋକମାନେ ସବୁ କଷ୍ଟରେ ରହୁଛନ୍ତି ସେଇଟା ଦେଖୁ, ସେ ଆସିକି ତାପରେ ରାଜ ସିଂହାସନରେ ବସୁ। ସେ ଚାହୁଁନଥିଲେ ଯେ ଖରାପ ହଉ ମୋ ପିଲାର ବୋଲି, ବୁଝିଲେ କି ନାହିଁ। ଆମେ କିନ୍ତୁ ଖରାପ ନଜରରେ ଖରାପ ଇଏରେ କହୁଛନ୍ତି ହେଲା। ସେ ବି ଭଲ ମାତା ଥିଲେ। ସମସ୍ତେ ତୋର ଦୁହିତା, ଦୁହିତା ମାନେ ଝିଅ ହେଲା, ଦୁହିତା ମାନେ କିଏ ଝିଅ। ପଦ୍ମିନୀ, ସାବିତ୍ରୀ, ସୀତା ହେଲା। ପଦ୍ମିନୀ, ପଦ୍ମିନୀ ମାନେ କିଏ ତ କ'ଣ ନା ପଦ୍ମିନୀ ବୋଲେ ଲକ୍ଷ୍ମୀ ଏଠି ହେଲା। ସାବିତ୍ରୀ, ସତୀ ସାବିତ୍ରୀ ଜାଣିଛ, ସତ୍ୟବାନ ସାବିତ୍ରୀ ପଢ଼ିଛ ହେଲା, ଆମ୍ବମାସିଆ ଯେଉଁ କରାଯାଉଛି ନାଇଁ କି। ସୀତା ଜାଣିଛ ରାମଙ୍କର ସ୍ତ୍ରୀ ହେଲା। ଏସବୁ ଆମର ଏଇ ଭାରତ ଭୂମିରେ ହିଁ ଜନ୍ମ ହୋଇଛନ୍ତି ହେଲା। ଦୁର୍ଗାବତୀ ଆଦି କେତେ ବୀର ରମଣୀ ହେଲା। ଦୁର୍ଗାବତୀ ଭଳିଆ କେତେ ବୀର ରମଣୀ, ରମଣୀ ମାନେ ସୁନ୍ଦର ହେଲା, ସୁନ୍ଦର ଝିଅ ଜନ୍ମ ମଧ୍ୟ ହେଇଛନ୍ତି ହେଲା। ନମୋଇ ମା ଭକତି ଭରେ ଅଧମ ଅକ୍ଷମ ସୁତ ତୋ ଚରଣରେ ହେଲା। ନମୋଇ ମାନେ ନମସ୍କାର କରୁଛି, ନତମସ୍କ ହେଇକି ନମସ୍କାର କରୁଛି ମୁଁ ତତେ ହେଲା। କାହାକୁ ନମସ୍କାର କରୁଛି ମାନେ ଭାରତ ଭୂଇଁକି ନମସ୍କାର କରୁଛି। ମା ଭକତି ଭରେ, ମୁଁ ଭକ୍ତିରେ ମୁଁ ତତେ ନମସ୍କାର କରୁଛି। କାରଣ ଅଧମ ଅକ୍ଷମ ସୁତ, ସୁତ ମାନେ ପୁଅ ହେଲା ହେଲା। ଅଧମ, ଅଧମ ମାନେ ଅଜ୍ଞାନୀ ହେଲା। ସିଏ ନିଜେ କବି ନିଜକୁ ଅଜ୍ଞାନୀ ବୋଲି କହିଛନ୍ତି। ଅକ୍ଷମ, ମୁଁ ତୋ ବିଷୟରେ କହିବାକୁ ମୁଁ ଅକ୍ଷମ, ଅକ୍ଷମ ମାନେ ଯିଏକି ସକ୍ଷମ ନୁହଁ ହେଲା, ସକ୍ଷମ। ସୁତ, ସୁତ ମାନେ ପୁଅ। ତୋ ଚରଣରେ ହେଲା, ମୁଁ ବର୍ତ୍ତମାନ ତୋ ଚରଣରେ ନମସ୍କାର କରିକି ମୁଁ ମୋ କବିତାଟି ଶେଷ କରୁଛି ବୋଲି ସେ କହିଛନ୍ତି। କିଏ କବି ଦେଖୁଛ, ଭାରତ, ଏଇଟା ହେଉଛି ଭାରତ ମାତା ନାଇଁ କି, ବୁଝିପାରିଲ, ଦେଖିପାରୁଛ। ଏଇଟା ହିମାଳୟ ପର୍ବତ ନାଇଁ କି, କେତେ ସୁନ୍ଦର ଦେଖାଯାଉଛି ନାଇଁ। ତ ବର୍ତ୍ତମାନ ଆମର ସରିଯାଇଛି, ନେକ୍ସଟ ଦେଖିବା କ'ଣ ଅଛି। ତାପରେ ବର୍ତ୍ତମାନ ଦେଖିବା ଆମେ କବି ପରିଚୟ ହେଲା। କବି ମୁଁ ତୁମକୁ ଆଗରୁ କହିଦେଇଛି, ଏଇଟା କିଏ ଲେଖିଛନ୍ତି ନା ଭକ୍ତ କବି ମଧୁସୂଦନ ରାଓ ହେଲା। ମଧୁସୂଦନ ରାଓ ଦେଖିପାରୁଛ ଚିତ୍ରଟି। 1835 ମସିହାରେ ସେ ଜନ୍ମ ହୋଇଥିଲେ, 1912 ମସିହାରେ ସେ ମୃତ୍ୟୁବରଣ କରିଥିଲେ। ଭକ୍ତ କବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ସେ ଜନ୍ମ ହୋଇଥିଲେ ହେଲା। ପ୍ରାୟ କବି ଲେଖକ ସବୁ ପ୍ରାୟ ପୁରୀ ହେଲା, ପୁରୀ ସେପଟେ। ତାଙ୍କ ରଚିତ ପଦ୍ମ, ପ୍ରଭାତ, ପୃଥିବୀପତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତର ବିଳାପ ପ୍ରଭୃତି କବିତା ଗୁଡ଼ିକ ଖୁବ୍ ସରଳ ଆଉ ମନମୁଗ୍ଧକର ଅଛି। ଜନ୍ମଭୂମି କବିତାରେ କବି ଜନ୍ମ ମାଟିର କେମିତି ଯଶଗାନ କରିଛନ୍ତି ସେ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ଆଶା କରୁଛି ସମ୍ପୂର୍ଣ୍ଣ ଆମର ଯେଉଁ ପାଠଟି ପଦ୍ୟଟି ଥିଲା ବହୁତ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗୁଛି ଅଧିକ ମାତ୍ରାରେ ଲାଇକ୍ କର, ସେୟାର କର, ଯାହାଫଳରେ କି ମୋଟିଭେଟ୍ ହେଇ ତୁମମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିଦେବେ। ହଁ, ନେକ୍ସଟ କ୍ଲାସ୍ରେ ଆମେ ପାଠ ଅନ୍ତର୍ଗତ ଯେଉଁ ପ୍ରଶ୍ନ ଗୁଡ଼ିକ ରହିଲା, ପ୍ରଶ୍ନ ଉତ୍ତର ଗୁଡ଼ିକ କରିବା। ଠିକ୍ ଅଛି, ଆଶା କରୁଛି ବହୁତ ଭଲ ଲାଗିଥିବ। ରହୁଛି, ଜୟ ଜଗନ୍ନାଥ।